Good afternoon, students. ମୁଁ ବିଜୟଲକ୍ଷ୍ମୀ ଚାନ୍ଦ ଗଭର୍ଣ୍ଣମେଣ୍ଟ ୟୁପିଏସ୍ ବୁଡ଼ାକଟାରୁ ଆସିଛି କୁତ୍ରା ବ୍ଲକ। ଆଜି ଆମେ ଷଷ୍ଠ ଶ୍ରେଣୀର ଇତିହାସ ପଢ଼ିବା ହେଲା। ଆଚ୍ଛା ପିଲାମାନେ କହିଲ ଆମ ଦେଶର ନାମ କ'ଣ? ଆମ ଦେଶର ନାମ ଭାରତ। ଆଚ୍ଛା, ବହୁ ଅତୀତରେ ଭାରତକୁ ସୁନାର ଦେଶ ବୋଲି କୁହାଯାଉଥିଲା। ଭାରତରେ ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିଲା। ଆଉ ତାର ସେହି ଧନ ସମ୍ପତ୍ତି ପ୍ରାଚୁର୍ଯ୍ୟ ଦେଖି ବୈଦେଶିକ ଶକ୍ତିମାନଙ୍କର ଲୋଲୁପ ଦୃଷ୍ଟି ତାଙ୍କ ଉପରେ ପଡ଼ିଥିଲା। ହେଲେ ଆମ ଦେଶ ଭାରତ ଅନେକ ବୈଦେଶିକ ଶକ୍ତିର ଶିକାର ହୋଇଥିଲା। ସେ ବୈଦେଶିକ ଶକ୍ତିମାନେ ସାଧାରଣତଃ ଭାବେ କିଏ ଅର୍ଥନୈତିକ କାରଣରୁ ଅବା କିଏ ରାଜନୈତିକ କାରଣରୁ ଭାରତକୁ ଆକ୍ରମଣ କରିଥିଲେ। ହେଲେ ରାଜନୈତିକ କାରଣ କ'ଣ ଥିଲା ତାଙ୍କର? ତାଙ୍କର ରାଜନୈତିକ କାରଣରେ ତାଙ୍କର ଉଦ୍ଦେଶ୍ୟ ଥିଲା ଯେ ଭାରତରେ ସାମ୍ରାଜ୍ୟ ବିସ୍ତାର କରିବା, ନିଜର ଆଧିପତ୍ୟ ବିସ୍ତାର କରିବା ହେଲା। ହେଲେ ଅର୍ଥନୈତିକ କାରଣ କ'ଣ ହେଇପାରେ? ଠିକ୍ ସେହିପରି ଅର୍ଥନୈତିକ କାରଣରେ ସାଧାରଣତଃ ଭାବେ ଭାରତର ସେହି ପ୍ରାଚୁର୍ଯ୍ୟ ଧନ ସମ୍ପତ୍ତିକୁ ଦେଖି ସାଧାରଣତଃ ଭାବେ ଏ ବୈଦେଶିକ ଶକ୍ତିମାନଙ୍କର ଲୋଲୁପ ଦୃଷ୍ଟି ପଡ଼ିଥିଲା। ହେଲେ ଏଇ ବୈଦେଶିକ ଶକ୍ତିମାନଙ୍କ ମଧ୍ୟରେ ଆଜି ଯେଉଁ ବୈଦେଶିକ ଶକ୍ତି ଭାରତକୁ ଆକ୍ରମଣ କରିଥିଲେ ତାଙ୍କ ବିଷୟରେ ଆଜି ଆମେ ପଢ଼ିବା। ଠିକ୍ ଅଛି, ସ୍ମାର୍ଟ ବୋର୍ଡ ପାଖକୁ ଯିବା। ତାହେଲେ ଆଜି ଆମେ ପଢ଼ିବା ପାରସ୍ୟ ଓ ଗ୍ରୀକ୍ ଆକ୍ରମଣ। ଭାରତର ପାରସ୍ୟ ଓ ଗ୍ରୀକ୍ ସେମାନେ ଭାରତକୁ କେମିତି ଆକ୍ରମଣ କରିଥିଲେ ସେ ବିଷୟରେ କହିଛି ଯେ ଭାରତୀୟ କ'ଣ ଅତୀତରେ ଭାରତ ସୁନାର ଦେଶ ଥିଲା। ତାର ଏଇ ବିପୁଳ ଧନ ସମ୍ପତ୍ତିରେ ପରିପୂର୍ଣ୍ଣ ଥିଲା। ଏଇ ଧନ ସମ୍ପତ୍ତିର ଦେଖି ତାକୁ ପାଇବା ଆଶାରେ ଏବଂ ନିଜର ସାମ୍ରାଜ୍ୟ ବିସ୍ତାର କରିବା ଆଶାରେ ଏଇ ବୈଦେଶିକ ଶକ୍ତିମାନେ ଭାରତକୁ ଆକ୍ରମଣ କରିଥିଲେ। ସେଥିମଧ୍ୟରୁ ପାରସିକ ଓ ଗ୍ରୀକ୍ ମାନଙ୍କ ମଧ୍ୟରେ ଆଜି ଆମେ ପଢ଼ିବା। ଠିକ୍ ଅଛି, ପ୍ରଥମେ ପଢ଼ିବା କ'ଣ? ପାରସିକ ଆକ୍ରମଣ। ପୂର୍ବ ଷଷ୍ଠ ଶତାବ୍ଦୀର ପ୍ରଥମ ଭାଗରେ ଏସିଆର ପାରସ୍ୟ, କୋଉଟା? ଏସିଆର ପାରସ୍ୟ ଯୋଉଟାକୁ ଏବେ ବର୍ତ୍ତମାନର ଇରାନ ବୋଲି କୁହାଯାଉଛି। ବର୍ତ୍ତମାନର ଇରାନ ସେଟା ହେଲା ପାରସ୍ୟ ଦେଶ। ଠିକ୍ ଅଛି, ଆମେ ଏଇ କ'ଣ ଏଇ ମ୍ୟାପକୁ ଯିବା, ଏସିଆର ମାନଚିତ୍ରକୁ ଦେଖିବା। ଏଇଟା ହେଲା ସାଧାରଣତଃ ଭାରତର ଦେଖ ଇରାନ କୋଉ ପଟେ ଅଛି? ଲେଫ୍ଟ ସାଇଡରେ ଅଛି କି ନାହିଁ? ଏଇଟା ସାଧାରଣତଃ ଭାବେ କ'ଣ? ସେଇ ପାରସ୍ୟ। ହେଲେ ସେ ପାରସ୍ୟ ଦେଶ ଏକ ବିଶାଳ ସାମ୍ରାଜ୍ୟରେ ଗଢ଼ି ଉଠିଥିଲା। କେତେବେଳେ? ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀ ବେଳକୁ। ଭାରତର ପୁରା ପାଖାପାଖି ଅଛି କି ନାହିଁ ଏ ପାରସ୍ୟ ଦେଶଟା? ହେଲେ ସେତେବେଳେ ସେ ଗୋଟେ ବିଶାଳ ସାମ୍ରାଜ୍ୟ ଗଢ଼ି ଉଠିଥିଲା ଏବଂ ସେଠାରେ ଶାସିତ ହଉଥିଲେ କିଏ? ଆକାମେଡ଼ିନ୍ ଶାସକଙ୍କ ଦ୍ୱାରା ଶାସିତ ହଉଥିଲା। କୋଉଟା? ସେଇ ଇରାନ, ସେଇ ପାରସ୍ୟ। ସେତେବେଳେ ଆକାମେଡ଼ିନ୍ ଶାସକଙ୍କ ଦ୍ୱାରା ଶାସିତ ହଉଥିଲା। ସେତେବେଳେ ଥିଲେ କିଏ? ପ୍ରଥମ ଡେରାୟସ୍। ତାଙ୍କର ସମ୍ରାଟ ଥିଲେ କିଏ? ପ୍ରଥମ ଡେରାୟସ୍। ଭଲ କି ମନେ ରଖ ପିଲାମାନେ ତାକୁ। ପ୍ରଥମ ଡେରାୟସ୍ ହଉଛନ୍ତି ତାଙ୍କର ଶାସକ। ସେ କେତେବେଳେ? ଖ୍ରୀଷ୍ଟପୂର୍ବ 522ରେ ପାରସ୍ୟର କ'ଣ ଶାସନ ଭାର ଗ୍ରହଣ କଲେ। କେତେବେଳେ ଗ୍ରହଣ କଲେ? ଖ୍ରୀଷ୍ଟପୂର୍ବ 522ରେ ସେ ପାରସ୍ୟର ଶାସନ ଭାର ଗ୍ରହଣ କଲେ। କିଏ? ପ୍ରଥମ ଡେରାୟସ୍, ସମ୍ରାଟ ପ୍ରଥମ ଡେରାୟସ୍। ସେ ଦେଖିଲେ ଯେ ଧନ ସମ୍ପତ୍ତି ବିଷୟରେ, ସେ ଭାରତର ଧନ ସମ୍ପତ୍ତି ପ୍ରାଚୁର୍ଯ୍ୟ ବିଷୟରେ ଶୁଣିଥିଲେ ଏବଂ ସେହି ଧନ ସମ୍ପତ୍ତି ଲୋଭରେ ତାଙ୍କୁ କ'ଣ ହେଲା? ସେ ଧନ ସମ୍ପତ୍ତି ବା ସାମ୍ରାଜ୍ୟ ବିସ୍ତାର କରିବା, ଧନ ସମ୍ପତ୍ତି ପାଇପାରିବା, ନିଜ ଅଧୀନକୁ ଆଣିବା, ଏଇଟାକୁ ସେ ତାଙ୍କର ଲୋଭ ହେଲା। ଏହି ଲୋଭରେ ସେ କ'ଣ କଲେ ନା ଭାରତକୁ ନିଜ ଅଧୀନକୁ ବା ଅକ୍ତିଆରରେ ଆଣିବା ପାଇଁ ସେ ମନ ବଳାଇଲେ। ହେଲେ ଯିବେ କୋଉ ପଟୁ? ଉତ୍ତର ପଶ୍ଚିମ ପଟୁ ସେ ସାଧାରଣତଃ ଭାବେ ଆକ୍ରମଣ କଲେ। ଦେଖ ଏଇଟା କ'ଣ? ଭାରତର ଉତ୍ତର ହେଲା ସେଇଟା, ପଶ୍ଚିମ ହେଲାଟା ସାଧାରଣତଃ ଭାବେ ଉପରକୁ ଆମେ କ'ଣ ଉତ୍ତର ଦିଗ କହିଥାଉ, ଆଉ ପଶ୍ଚିମ ଦିଗ କୋଉଟା? ସେଇଟା ପୂର୍ବ ହେଲେ ଏଇଟା ପଶ୍ଚିମ ହେଇଥାଏ। ଭାରତର ଉତ୍ତର ପଶ୍ଚିମ ପଟୁ ସେ କ'ଣ କଲେ ନା ଭାରତକୁ ସେ ଆକ୍ରମଣ କଲେ। କିଏ? ପ୍ରଥମ ଡେରାୟସ୍। ଏବଂ ସେଠାରେ ସେ କ'ଣ କଲେ ନା ପଞ୍ଜାବ, ଏଠି ସାଧାରଣତଃ ଭାବେ ପଞ୍ଜାବ, ସିନ୍ଧୁ ପ୍ରଦେଶ ଏଗୁଡ଼ାକ କ'ଣ କୋଉଠି ଅଛି? ପାକିସ୍ତାନରେ ଏବେ ଅଛି ସିନ୍ଧୁ ପ୍ରଦେଶ, ପୁଣି ତାକୁ ପାଖରେ ଅଛି ପଞ୍ଜାବ।
ସେଟାକୁ ସେ ନିଜ ଅଧୀନକୁ ଆଣିଲେ କୋଉଟାକୁ ପଞ୍ଜାବ ସିନ୍ଧୁ ପ୍ରଦେଶ ସିନ୍ଧୁ ନଦୀର ପଶ୍ଚିମାଞ୍ଚଳ ଏ ସବୁ ସିନ୍ଧୁ ପ୍ରଦେଶ ଆଉ ସିନ୍ଧୁ ନଦୀ ସାଧାରଣତଃ ଏବେ କଣ ଅଛି ପାକିସ୍ତାନ ଏବେ ସେଟା ପାକିସ୍ତାନ ଏରିଆରେ ଅଛି ସେଇଟାକୁ ସେ ନିଜ ଅଧିକୃତରେ ରଖିଲେ ନିଜ ଅଧିକୃତ କଲେ କୋଉଟାକୁ ପଞ୍ଜାବ ସିନ୍ଧୁ ପ୍ରଦେଶ ଓ ସିନ୍ଧୁ ନଦୀ ଏଇଟାକୁ ନିଜ ଅଧିକୃତରେ ଆଣିଲେ କିଏ ପାରସ୍ୟ ଅଧିକୃତକୁ ଆଣିଲେ ଏବଂ ତାପରେ ସେ ସେ ନିଜ ଅଧିକୃତକୁ ଆଣିଲେ କୋଉଟା ଭାରତର ଦେଖିଲେ ଯେ ଏଇ ଅଞ୍ଚଳ ଗୁଡାକ ମୃତ୍ତିକା ଅତ୍ୟନ୍ତ ଉର୍ବର ଓ ଜନବହୁଳ ଥିଲା ମାନେ ସେ ଜାଗାରେ ମୃତ୍ତିକା ଉର୍ବର ହେଲେ କଣ ହେଲା ଫସଲ ଅଧିକ ହେଇପାରିଲା ଫସଲ ଅଧିକ ହେବା ଦ୍ୱାରା କଣ ହେଇପାରିଲା ଦେଖ ଅଧିକ ଫସଲ ହେଲେ ପ୍ରଚୁର ପରିମାଣରେ ସେ ଜାଗାରୁ ସେ କର ଆଦାୟ କରିପାରିଲେ ଠିକ ଅଛି ଏଇଠାରୁ ପାରସ୍ୟ ରାଜା ମାନେ ପ୍ରଚୁର ପରିମାଣରେ କର ଆଦାୟ କରୁଥିଲେ କାହିଁକି ପ୍ରଚୁର ଉର୍ବର ଜମି ଥିଲା ଉର୍ବର ଜମି ଥିବା ଦ୍ୱାରା ସେ କଣ ଫସଲ ବହୁତ ହେଇପାରୁଥିଲା ସେଥିପାଇଁ ସେ ପ୍ରଚୁର କର ଆଦାୟ କରିପାରୁଥିଲେ ସେ ଏହି ଅଞ୍ଚଳକୁ ସାଧାରଣତଃ ଭାବେ ପାରସ୍ୟ ଆଲେକଜାଣ୍ଡାର ଆକ୍ରମଣ କରିବା ପର୍ଯ୍ୟନ୍ତ ସେ ଏହି ନିଜ ଅଧୀନରେ ରଖି ଏହି ଅଞ୍ଚଳକୁ ସେ ଶାସନ କରୁଥିଲେ କିଏ ପ୍ରଥମ ଡେରାୟସ୍ ପରେ ତାଙ୍କ ରାଜା ଜେରକ୍ସସ୍ କିଏ ପ୍ରଥମ ଡେରାୟସ୍ ପରେ ରାଜା ଜେରକ୍ସସ୍ ସେ ଭାରତ ଏହି ଅଞ୍ଚଳକୁ ମଧ୍ୟ ନିଜ ଅଧୀନରେ ରଖିଥିଲେ ଏବଂ ସେ ଭାରତର ସୈନ୍ୟମାନଙ୍କୁ କଣ କରିଥିଲେ ନିଜ ସୈନ୍ୟ ଭାରତୀୟବାସୀଙ୍କୁ ଭାରତୀୟ ଲୋକମାନଙ୍କୁ ନିଜ ସୈନ୍ୟ ବାହିନୀରେ ସେ ନିଯୁକ୍ତ କରିଥିଲେ ଭାରତୀୟ ଲୋକମାନଙ୍କୁ ଏବଂ ସେ ଗ୍ରୀକ୍ ବିରୁଦ୍ଧରେ ଯୁଦ୍ଧ କରିବା ପାଇଁ ଘୋଷଣା କରିଥିଲେ ସେ ନିଜ ସୈନ୍ୟରେ ଭାରତୀୟ ମାନଙ୍କୁ ମଧ୍ୟ ସେ ସେଥିରେ ନିଯୁକ୍ତ କରିଥିଲେ ଏବଂ ଗ୍ରୀକ୍ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିବା ପାଇଁ ସେ ତାଙ୍କ ସହାୟତାରେ ସେ ଗ୍ରୀକ୍ ମାନଙ୍କ ବିରୁଦ୍ଧରେ ଯୁଦ୍ଧ ଘୋଷଣା କରିଥିଲେ କିଏ ଜେରକ୍ସସ୍ ତାଙ୍କର ପୁଅ ଥିଲେ ତାପରେ ଏହିପରି ଭାବରେ ପାରସିକ ମାନେ କଣ କରିଥିଲେ ଭାରତ ଆକ୍ରମଣ କରିଥିଲେ ଏବଂ ଭାରତର କିଛି ଅଞ୍ଚଳ ସେ ନିଜ ଅଧୀନକୁ ଆଣିଥିଲେ ତାପରେ ଦେଖିଲେ ଯେ ପାରସିକ ଆକ୍ରମଣର ପ୍ରଭାବ ଆମ ଭାରତ ଉପରେ କଣ ପଡିଥିଲା ପାରସ୍ୟ ଆକ୍ରମଣ କଲେ ଆମର କିଛି ଅଞ୍ଚଳକୁ ସାଧାରଣତଃ ଭାବେ ପାରସ୍ୟ ମାନେ କଣ କଲେ ଅଧିକୃତ କରି ରଖିଲେ ହେଲେ ତାଙ୍କର ଏହି ଅଧିକାର ପରେ ଆମ ଭାରତରେ ତାର ପ୍ରଭାବ କଣ ପଡିଥିଲା ଭାରତ ସହିତ ପାରସ୍ୟ ଦେଶର ସମ୍ପର୍କ 200 ବର୍ଷ ଧରି ରହିଥିଲା ସୁସମ୍ପର୍କ ସ୍ଥାପିତ ହୋଇପାରିଲା ଏହି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାର ବା ବାଣିଜ୍ୟ ସମ୍ପର୍କ ଆରମ୍ଭ ହେଲା ବାଣିଜ୍ୟ ସମ୍ପର୍କ ଉଭୟ ଜଳ ପଥରେ ମଧ୍ୟ ହେଇପାରିଲା ଏବଂ ସ୍ଥଳ ପଥରେ ମଧ୍ୟ ହେଇପାରିଲା ପଥରେ ସମ୍ପର୍କ ସ୍ଥାପିତ ହେଲା ତା ସହିତ ପାରସ୍ୟିକ ମାନେ ସାଂସ୍କୃତିକ କ୍ଷେତ୍ରରେ ଅଧିକ ପ୍ରଭାବ ଥିଲା ଆମ ଅପେକ୍ଷା ଭାରତୀୟ ମାନଙ୍କ ଅପେକ୍ଷା ପାରସ୍ୟ ମାନେ ସାଂସ୍କୃତିକ କ୍ଷେତ୍ରରେ ଅଧିକ ପ୍ରଭାବ ଥିଲା ହେଲେ ପାରସ୍ୟବାସୀଙ୍କ ଠାରୁ ଭାରତୀୟ ମାନେ ଏକ ନୂତନ ଲିପି ଶିଖିଥିଲେ କଣ ଶିଖିଥିଲେ ଏକ ନୂତନ ଲିପି ଶିଖିଥିଲେ ଏହା କି ଲିପି ଥିଲା ଏହା ଖରୋଷ୍ଟି ଲିପି ମନେ ରଖ ପିଲାମାନେ ପାରସ୍ୟ ମାନଙ୍କ ଠାରୁ ଭାରତୀୟ ମାନେ କି ଲିପି ଶିଖିଥିଲେ ନା ଖରୋଷ୍ଟି ଲିପି ଶିଖିଥିଲେ ଏହି ଲିପିର ବିଶେଷତ୍ୱ କଣ ଥିଲା ଯେ ଏହି ଲିପିର ଅକ୍ଷର ଗୁଡିକ ସାଧାରଣତଃ ଡାହାଣରୁ ବାମକୁ ଲେଖା ଯାଇଥାଏ ସାଧାରଣତଃ ଭାବେ ଆମେ କେମିତି ଲେଖିଥାଉ ଆମେ ଲେଖିଥାଉ ସିଧା ବାମରୁ ଡାହାଣକୁ ସବୁ ଆମର ଓଡିଆ କିନ୍ତୁ ଏହି ଖରୋଷ୍ଟି ଲିପିଟା ସାଧାରଣତଃ ଭାବେ ଡାହାଣରୁ ବାମକୁ ଲେଖା ଯାଉଥିଲା ଏହି ଲିପି ସାଧାରଣତଃ ଏହା ପରେ ଅଶୋକଙ୍କ ସମୟରେ ଏହି କେତେକ ଶିଳାଲିପି ଗୁଡିକ ମଧ୍ୟ ଏହି ଖରୋଷ୍ଟି ଲିପିରେ ଦେଖିବାକୁ ମିଳେ ବା ଲେଖା ଯାଇଥିଲା ତାଙ୍କର ସ୍ତମ୍ଭ ମାନଙ୍କରେ ଏହି ଖରୋଷ୍ଟି ଲିପିରେ ଲେଖା ଯାଇଥିଲା ଆଉ ତାଙ୍କର ଏହି ଅଶୋକଙ୍କ ସମୟରେ ନିର୍ମିତ ସ୍ତମ୍ଭ ମାନଙ୍କରେ ପାରସ୍ୟ ସଭ୍ୟତାର ପ୍ରଭାବ ମଧ୍ୟ ଦେଖିବାକୁ ମିଳୁଥିଲା ଏହି ପାରସ୍ୟ ମାନଙ୍କର ମାନେ ପାରସ୍ୟ ମାନ ଆସିବା ପରେ ମଧ୍ୟ ଭାରତରେ ଏହି ପ୍ରଭାବଟା ପଡିଥିଲା ତାପରେ ଅଶୋକଙ୍କ ଶାସନ ସମୟରେ
ପାରସ୍ୟ ଶବ୍ଦର ମଧ୍ୟ ବ୍ୟବହାର ହେଇଥିଲା। ମାନେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସ୍ଥାପିତ ହେବା ଦ୍ୱାରା ସିନା ଏସବୁ ହେଇପାରିଥିଲା। ହେଲେ ପାରସ୍ୟ ମାନଙ୍କ ଠାରୁ ସାଧାରଣତଃ ଭାବେ ଏଇଗୁଡାକ ଆମେ କଣ କରିଥିଲୁ, ଭାରତୀୟ ମାନେ ଗ୍ରହଣ କରିଥିଲେ। ପରେ ପରେ ତାଙ୍କ ରାଜା ଅଶୋକ ମଧ୍ୟ ଏଇଟା କରିଥିଲେ। ଠିକ ଅଛି, ତାପରେ ଏଇଟା ହେଲା ପାରସ୍ୟ ଆକ୍ରମଣ। ନେକ୍ସଟ ଆମେ ଯିବା କି ଆକ୍ରମଣ ନା ଗ୍ରୀକ ଆକ୍ରମଣ। ପାରସ୍ୟ ଓ ଗ୍ରୀକ ଆକ୍ରମଣ। ପାରସ୍ୟବାସୀଙ୍କ ଠାରୁ ବିପୁଳ ଧନ ସମ୍ପତ୍ତିର ସୂଚନା ପାଇ ସୂଚନା ପାଇ ବା ଖବର ପାଇ ଗ୍ରୀକ ମାନେ ମଧ୍ୟ ଭାରତ ଆକ୍ରମଣ କରିବା ପାଇଁ ମନ ବଢାଇଲେ, ଇଚ୍ଛା ପ୍ରକାଶ କଲେ। ଗ୍ରୀକ ମାନେ ମଧ୍ୟ ଭାରତରେ ସାମ୍ରାଜ୍ୟ ବିସ୍ତାର କରିବା ପାଇଁ ସେମାନେ ଚାହିଁଥିଲେ। ହେଲେ ଠିକ ସେ କଣ କରିଥିଲେ, ଆଲେକଜାଣ୍ଡାର ଗ୍ରୀକ ବୀର ଆଲେକଜାଣ୍ଡାର ଖ୍ରୀଷ୍ଟପୂର୍ବ 356 ମସିହାରେ, କେତେବେଳେ ଗ୍ରୀକ ବୀର ଆଲେକଜାଣ୍ଡାର ଖ୍ରୀଷ୍ଟପୂର୍ବ 356 ମସିହାରେ ଗ୍ରୀସର ମାସିଡୋନିଆ, କୋଉଠି ଗ୍ରୀସର ମାସିଡୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ। କୋଉଠି ଖ୍ରୀଷ୍ଟପୂର୍ବ 356 ମସିହାରେ ଗ୍ରୀସର ମାସିଡୋନିଆ ନାମକ ଏକ କ୍ଷୁଦ୍ର ରାଜ୍ୟରେ ଜନ୍ମଗ୍ରହଣ କରିଥିଲେ। କିଏ? ଆଲେକଜାଣ୍ଡାର। କୋଉଠି ଜନ୍ମଗ୍ରହଣ କରିଥିଲେ? ମାସିଡୋନିଆ। ହେଲା କେବେ ନା ଖ୍ରୀଷ୍ଟପୂର୍ବ 356 ମସିହାରେ। ହେଲା ତାଙ୍କ ବାପା କିଏ ଥିଲେ? ବା ପିତା ଫିଲିପ। ସେତେବେଳେ ତାଙ୍କ ପିତା ଫିଲିପ ମାସିଡୋନିଆ ରାଜ୍ୟର ରାଜା ଥିଲେ। କିଏ? ରାଜା ଫିଲିପ। ତାଙ୍କ ବାପା ଫିଲିପ ମାସିଡୋନିଆ ରାଜ୍ୟର ରାଜା ଥିଲେ। ଅଛି ଆଲେକଜାଣ୍ଡାର ଗ୍ରୀକ ଦାର୍ଶନିକ ଆରିଷ୍ଟଟଲ। ହେଲା ଗ୍ରୀସ ଦେଶର ଜଣେ ବିଶିଷ୍ଟ ଦାର୍ଶନିକ ଥିଲେ ଆରିଷ୍ଟଟଲ। ଆରିଷ୍ଟଟଲଙ୍କ ଠାରୁ ସେ ବିଦ୍ୟା ଶିକ୍ଷା କରିଥିଲେ। କିଏ? ଆଲେକଜାଣ୍ଡାର। ଗ୍ରୀସ ଦାର୍ଶନିକ ଆରିଷ୍ଟଟଲଙ୍କ ଠାରୁ ସେ ବିଦ୍ୟା ଶିକ୍ଷା କରିଥିଲେ। ପିତା ଫିଲିପଙ୍କ ମୃତ୍ୟୁ ପରେ କିଏ? ଆଲେକଜାଣ୍ଡାର ମାତ୍ର 20 ବର୍ଷ ବୟସରେ ସିଂହାସନ ଆରୋହଣ କରିଥିଲେ। ଦେଖ କେତେ ଅଳ୍ପ ବୟସ ଥିଲା ତାଙ୍କର, ମାତ୍ର 20 ବର୍ଷ ବୟସ ହୋଇଥିଲା। ମାତ୍ର 20 ବର୍ଷ ବୟସରେ ସେ ସିଂହାସନ ଆରୋହଣ କରିଥିଲେ। ଅତି ଶୀଘ୍ର ତାଙ୍କର ପିତାଙ୍କର ମୃତ୍ୟୁ ହେଇଗଲା। ମୃତ୍ୟୁ ହେବା ପରେ ସେ ଅତି ଅଳ୍ପ ବୟସରୁ, ସେ ମାତ୍ର 20 ବର୍ଷ ହେଇଥିଲା, ସେ 20 ବର୍ଷ ବୟସରେ ସେ ସିଂହାସନ ଆରୋହଣ କରିଥିଲେ। ଅଳ୍ପ ବୟସରୁ ସିଂହାସନ ଆରୋହଣ କରି ମଧ୍ୟ ସେ ଅତି ଅଳ୍ପ ଦିନରେ ସେ କେତେ ଏସିଆ ମାଇନର, ପାରସ୍ୟ, ସିରିଆ, ମିଶର, ଆଫଗାନିସ୍ତାନ ଏସବୁ ଆଦି ଅଞ୍ଚଳ ସେ ଜୟ କରିଥିଲେ। ଦେଖ ସେ ବର୍ଷରେ ସିଂହାସନ ଆରୋହଣ କରି ଅତି ଅଳ୍ପ ଦିନ ମଧ୍ୟରେ ସେ ମଧ୍ୟ ଭାରତ, ସେ ଏସିଆ ମାଇନର, ପାରସ୍ୟ, ସିରିଆ, ଆଫଗାନିସ୍ତାନ, ମିଶର ଏସବୁ ଅଞ୍ଚଳକୁ ଜୟ କରିଥିଲେ। ତାଙ୍କର ବୀରତ୍ୱ ଓ ସାହସିକତା, ଅଳ୍ପ ବୟସରେ ତାଙ୍କର ବୀରତ୍ୱ ଓ ସାହସିକତାକୁ ଦେଖି ତାଙ୍କୁ ଦିଗ୍ବିଜୟୀ ବୀର ବୋଲି କୁହାଯାଏ। କଣ କୁହାଯାଏ? ତାହାକୁ ଆଲେକଜାଣ୍ଡାରକୁ ଦିଗ୍ବିଜୟୀ ବୀର ବୋଲି କୁହାଯାଏ। ସେ ସମଗ୍ର ପୃଥିବୀକୁ ଜୟ କରିବାର ସ୍ୱପ୍ନ ଦେଖିଥିଲେ। କିଏ? ଆଲେକଜାଣ୍ଡାର। ସାଧାରଣତଃ ଭାବେ ସମଗ୍ର ପୃଥିବୀକୁ ସେ ଜୟ କରିବାର ସ୍ୱପ୍ନ ଦେଖିଥିଲେ। ସାଧାରଣ କଥା କି? ବହୁତ ଅସାଧାରଣ। ଦେଖ ସେ ଖ୍ରୀଷ୍ଟପୂର୍ବ 334 ମସିହାରେ, କେବେ? ଖ୍ରୀଷ୍ଟପୂର୍ବ 334 ମସିହାରେ ସେ 40,000 ସୈନ୍ୟଙ୍କ ସହିତ, ସେ 40,000 ସୈନ୍ୟଙ୍କୁ ଧରି, ଏତେ ବିରାଟ ସୈନ୍ୟ ସାମନ୍ତକୁ ଧରି ସେ କଣ କରିଥିଲେ? ଏସିଆ ମାଇନର ପ୍ରଥମେ ଆକ୍ରମଣ କରିଥିଲେ। କିଏ? ଆଲେକଜାଣ୍ଡାର। ଖ୍ରୀଷ୍ଟପୂର୍ବ କେତେରେ? 334 ମସିହାରେ ସେ 40,000 ସୈନ୍ୟଙ୍କ ସହିତ ଏସିଆ ମାଇନର ଆକ୍ରମଣ କଲେ। ତାପରେ ପାରସ୍ୟ, ତାପରେ କଣ କଲେ? ପାରସ୍ୟ ଏହା ଆଗରୁ ଆମେ ପଢିଥିଲା। ପାରସ୍ୟ ଆକ୍ରମଣ କଲେ। ପାରସ୍ୟ ଅଭିମୁଖେ ସେ ଅଗ୍ରସର ହେଲେ। ଯେତେବେଳେ ପାରସ୍ୟର ସମ୍ରାଟ କିଏ ଥିଲେ? ନା ତୃତୀୟ ଡେରାୟସ। ସେ
से प्रथम डेरायस सेतेबेले पढ़िथिले तांको पुओ जेरक्सस करथिले तापरे सम्राट तृतीय डेरायस सेतेबेले कोन करूथिले ना पारस्यर सम्राट थिले पारस्यर शासक थिले हैला हेले से अलेक्जेंडर सेतेबेले सम्राट तृतीय डेरायस को परास्त करथिले तृतीय डेरायस को परास्त करबा द्वारा कोन हैला जे पारस्य अधीन रे जेतिकी अंचल थिला सब कोन हे गला ना ग्रीक वीर अलेक्जेंडर को अधीन को पड़े आसिला से तृतीय डेरायस को परास्त करथिले तापरे अलेक्जेंडर कोन कले सीरिया और मिस्र मध्य आक्रमण करथिले कोन कोन करथिले सीरिया और मिस्र मध्य आक्रमण करथिले एते बेले कोन मिस्र पारस्य अधीन रे थिला पारस्य आक्रमण कले सीरिया मिस्र भी आक्रमण कले और मिस्र को पारस्य रु मुक्त करथिले पारस्य अधीन रे थिला मिस्र को से पारस्य अधीन रु मुक्त करथिले एवं से मिस्र रे से निजर ना अनुसार एक नगर स्थापन करथिले तार ना हैला कोन अलेक्जेंड्रिया नगर हैला कोन स्थापन करथिले नूतन भावे से नूतन एक नगर स्थापन करथिले तार ना देथिले निजर ना अनुसार अलेक्जेंड्रिया बोली देथिले ठीक अछि नेक्स्ट हमें नेक्स्ट तापरे देखो ख्रीष्टपूर्व 326 रे केते बेले मने रख पिला माने ख्रीष्टपूर्व 326 रे अलेक्जेंडर भारत अभिमुखे अभियान आरंभ करिथिले बा भारत अभिमुखे से अग्रसर होइथिले केते बेले ख्रीष्टपूर्व 326 रे से भारत आक्रमण करिबा को आगे आसीथिले से फाइबर गिरिपथ दे भारत को प्रवेश करिथिले भारतर उत्तर पश्चिमांचल रे अनेक छोट छोट राज्य थिला और सेही राजा माने एते शक्तिशाली नथिले से माने दुर्बल थिले छोट छोट राज्य करी रहिथिले और से माने दुर्बल थिले परस्पर मध्य रे सदा बेले कलह रे लिप्त रहुथिले सेमानंक भितरे एकता नथिला हेले सेमानंकर शक्ति राजा मानकर एकता नाही एकता जोठी नाही से माने शक्तिशाली हेई परिबे ना केबे भी नुहे तेणु से जगह जे छोट छोट राज्य गठित होइतिला अलेक्जेंडर को बहुत सुजोग बा सुविधा हेई परिला जे एमानंकु कोन करिबा निज अख्तियार को आनिबा पई हला सेतेबेले जो छोट छोट राज्य थिला सेगुडी कहला साधारणतः भाबे गांधार कंबोज भली छोट छोट राज्य गढ़ी उठितिला एवं सेथर राजा माने एतेटा शक्तिशाली नथिले और एकता भी नथिला तेणु से जो तांकर समय गुडाक साधारणतः भाबे से माने परस्पर मध्य रे कलह रे लिप्त रहिथिबारु समय गुडाक सेथिरे से नष्ट करि दउथिले तेणु तांकर उन्नति हेई पारु नथिला हेले सेतेबेले था सिंधु और वितस्ता नदी रे मध्य थिबा तक्षशिला परस्पर मध्य रे राजधानी गांधार सिंधु और वितस्ता नदी रो मध्य रे थिला छोट राज्य कोन तक्षशिला थिला गांधार रो राजधानी कहार गांधार जो छोट थिला छोट राज्य गढ़ी उठिथिला सेही गांधार रो राजधानी थिला कोन तक्षशिला मने रख तक्षशिला थिला गांधार रो राजधानी एही गांधार रो राजधानी तक्षशिला थिला एही नदी रो अपर पार्श्व रे आउ गोटे कोन थिला सिंधु नदी रो सिंधु वितस्ता नदी रो अपर पार्श्व रे एक राज्य थिला जेंटा पौरव वंशर राजत्व करिथिले पौरव वंश राजत्व करुथिले गोटे सिंधु और वितस्ता नदी रो अपर पार्श्व रे एक गोटे राज्य थिला सेटा हेले सिंधु पौरव वंशर राजा माने राजत्व करुथिले से राज्य ए पर्यंत हमकु जणा नाही किंतु सेठे राजत्व करुथिले के पौरव वंशर राजा माने छोट छोट राज्य माने जो थिले अलेक्जेंडरंकर वीरत्व को देखि से माने से अलेक्जेंडर को ठारे निजर बसता स्वीकार करिथिले अलेक्जेंडर को से युद्ध आउ करि नथिले युद्ध न करी से माने निजकु अलेक्जेंडर को पाखरे आत्मसमर्पण करि देथिले के ए छोट छोट राज्य गुडा को जो थिला तक्षशिलार राजा थिले के अंबी थिले के तक्षशिलार राजा थिले अंबी थिले तक्षशिलार राजा अंबी मध्य अलेक्जेंडर को ठारे आत्मसमर्पण करिथिले
कोठी आलेक्जांडर को ठारे आत्मसमर्पण करथिले से भी युद्ध आलेक्जांडर को सहित युद्ध घोषणा करिनथिले एवं से मध्य तांकर बलसता स्वीकार करथिले बा आलेक्जांडर को ठारे आत्मसमर्पण करथिले के तक्षशिलार राजा अंबी तापरे देखो कौरव है कौरव वंशर राजा पुरु ये कौरव वंशर राजा पुरु पुरु कौन करथिले आलेक्जांडर गतिपथरे से प्रतिबंधक सृष्टि करथिले से प्रतिबंधक होइथिले मु से तांकर बसता स्वीकार करिनथिले आउ किए पुरु राजा ओ आलेक्जांडर ए दुई जनक मध्यरे भीषण युद्ध होइथिला आलेक्जांडर को सैन्य ओ पुरु राजांकर सैन्य भितरे भीषण युद्ध होइथिला एही युद्ध को हाइडस्पेस युद्ध बोली कहा जाए कौन कहा जाए यह को हाइडस्पेस युद्ध बोली कहा जाए कहा कहा मध्यरे हेतिला आलेक्जांडर ओ पुरुଙ୍କ मध्यरे हेतिला कौन युद्ध हेतिला एही युद्ध को साधारणतः भाबे हाइडस्पेस युद्ध बोली कहा जाए अच्छा एही युद्ध रे के विजयी होइथिले ना एही युद्ध रे आलेक्जांडर विजयी होइथिले के पराजय होइथिले पुरु राजा पराजय होइथिले पुरु राजा को राजा पराजय होई गुरुतर भावरे बहुत जोरे युद्ध करी शेषरे से पराजय होइथिले एवं आहत होई पुरु शेषरे युद्ध रे बंदी होइथिले ताहारे आलेक्जांडर सैन्य मान ताकू बंदी करी नेइथिले एवं बंदी होइथिबा अवस्था रे आलेक्जांडर ताकू प्रश्न करिथिले काहाकू पुरु राजा को प्रश्न करथिले जे तांको ठारू से किभଳି व्यवहार आशा करंती काठारू आलेक्जांडर एठारे कोन सम्राट ले से पुरु राजा पराजय होइथिबा जणे सम्राट हेले से प्रश्न करिसंती कि आलेक्जांडर काहाकू ना पुरु राजा को जे तांको ठारू बा आलेक्जांडर को ठारू से किपरि व्यवहार आशा करंती निर्भीक भावरे दंभर सहित पुरु उत्तर देइथिले जे जणे राजा अन्य जणे राजांक प्रति जेपरि व्यवहार करिथाए ठीक सेही परि व्यवहार से आशा करंती बोली कहिथिले कि पुरु राजा हेले जणे पराजय हेइथिबा राजा ठारू एपरि वीरत्वर उत्तर शुणी से तांकर हृदय को जय करि देथिले कि आलेक्जांडर को हृदय को जय करथिले एभଳି निर्भर एभଳି जणे भारतीय राजा पुणी से पराजय होई बंदी अवस्था रे एभଳି एक निर्भीक उत्तर बा वीरत्वर सहित जे उत्तर देथिले सेही उत्तर साधारणतः भावे आलेक्जांडर रो हृदय को जय कर देथिला से केवल माने जीवन रक्षा करि नथिले काहार पुरु राजांकर जीवन रक्षा न करथिले माने समस्त साम्राज्य पुरु राजांको फेरेई देथिले कि आलेक्जांडर एई साधारणतः तांकर वीरत्वर उत्तर देखि से राजांको समस्त साम्राज्य तांको फेरेई देथिले तापरे आलेक्जांडर कोन कले ना आलेक्जांडर सेठारु पूर्व दिग को आहुरी अग्रसर होई अधिक राज्य जय करबा को आग्रह प्रकाश कले कि आलेक्जांडर ले तांकर से सैन्य सामंत को धरी से पूर्व दिग अभिमुखे तांकर यात्रा आरंभ करले हेले कोन हेला देखो से तो दिग्विजय वीर पृथ्वी को जय करिवार स्वप्न से देखुतिले तेणु समस्त सैन्य सामंत को धरी से पूर्व दिग को आहुरी अग्रसर हेबा पाई आहुरी राज्य जय करिबा पाई आग्रह प्रकाश कले किंतु तांकर युद्ध क्लांत सैनिक माने से आउ युद्ध करिबा को प्रस्तुत नथिले सैनिक माने युद्ध करी क्लांत होई पड़िथिले से माने थकी पड़िथिले से माने आउ युद्ध करिवार आशा आउ प्रस्तुत नथिले से माने युद्ध करिवार शक्ति नथिले शक्तिहीन हे जाइथिले तेणु बाध्य होई आलेक्जांडर देश जय करिवार आशा परित्याग करी स्वदेश को फेरिवार पई आरंभ कले फेरिबा को लागिले समस्त सैन्य सामंत को देखि आग को अग्रसर न करिबा पूर्व दिग को जाई अधिक राज्य जय करिवार आशा न रखी से सेठु फेरिबार बाट देखिले जे निज देश को फेरी जिबा पई से स्थिर कले फेरिबा बाटरे बाबिलोन ठारे कोठी बाबिलोन ठारे से ज्वर रे आक्रांत हेले किए
ଆଲେକ୍ଜାଣ୍ଡାର ଭୀଷଣ ଜ୍ୱରରେ ଆକ୍ରାନ୍ତ ହେଲେ। ରାସ୍ତାରେ ତାଙ୍କ ଦେଶକୁ ବା ଗ୍ରୀସ ଦେଶକୁ ଫେରିଯିବା ବାଟରେ ବେବିଲୋନ ଠାରେ ସେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ ଖ୍ରୀଷ୍ଟପୂର୍ବ 323 ମସିହାରେ ସେ ମୃତ୍ୟୁବରଣ କଲେ। ସେ ଜ୍ୱରରୁ ଆଉ ସେ ଉଠି ପାରିଲେ ନାହିଁ। ସେଇଟା ହିଁ ତାଙ୍କର ଶେଷ ଥିଲା। ସେଇ ବାବିଲୋନ ଠାରେ ସେ ଭୀଷଣ ଜ୍ୱରରେ ଆକ୍ରାନ୍ତ ହୋଇ କଣ କଲେ ନା ଖ୍ରୀଷ୍ଟପୂର୍ବ 323 ମସିହାରେ ସେ ମୃତ୍ୟୁବରଣ କଲେ। କିଏ? ଆଲେକ୍ଜାଣ୍ଡାର। ସେତେବେଳେ ତାଙ୍କୁ କେତେ ବର୍ଷ ବୟସ ହେଇଥିଲା? ସେତେବେଳେ ତାଙ୍କୁ ମାତ୍ର 32 ବର୍ଷ ବୟସ ହୋଇଥିଲା। କାହାକୁ? ଆଲେକ୍ଜାଣ୍ଡାରକୁ ସେତେବେଳେ ମାତ୍ର 32 ବର୍ଷ ବୟସ ହୋଇଥିଲା। ସେଇ 32 ବର୍ଷ ବୟସରେ ଦେଖ ଅଳ୍ପ ବୟସରୁ ସେ ସିଂହାସନ ଆରୋହଣ କଲେ। ଅଳ୍ପ ବୟସରେ ସେ ଏତେ ରାଜ୍ୟ ଜୟ କରିସାରିବା ପରେ ଅତି ଅଳ୍ପ ବୟସରେ ହିଁ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ମାନେ ମାତ୍ର 32 ବର୍ଷ ବୟସରେ ହିଁ ସେ ମୃତ୍ୟୁବରଣ। ଆଲେକ୍ଜାଣ୍ଡାରଙ୍କ ଆକ୍ରମଣରେ ଆମ ଭାରତରେ କି ପ୍ରଭାବ ପଡ଼ିଥିଲା? ଆମେ ପାରସ୍ୟ ଆକ୍ରମଣର ପ୍ରଭାବ ପଡ଼ିଲା। ତାପରେ ଗ୍ରୀକ ଆକ୍ରମଣର କି ପ୍ରଭାବ ପଡ଼ିଥିଲା କୋଉଠି? ଆମ ଭାରତ। ଆଲେକ୍ଜାଣ୍ଡାରଙ୍କ ଆକ୍ରମଣ ପରେ ଭାରତ ସମାଜକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ଗ୍ରୀକ ଆକ୍ରମଣର ପ୍ରଭାବ ସୁଦୂର ପ୍ରସାରୀ ଥିଲା। ସେଟା ସାଧାରଣ ଭାବେ ନଥିଲା। ବହୁତ ଗଭୀର ଭାବରେ ଏହାର ପ୍ରଭାବ ପଡ଼ିଥିଲା। କେଉଁ କେଉଁ କ୍ଷେତ୍ରରେ ତା ପ୍ରଭାବ ପଡ଼ିଥିଲା ଦେଖନ୍ତୁ। ଏହା ରାଜନୈତିକ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିଥିଲା। ଦେଖ ଯେ ରାଜନୈତିକ ଏକତା ଆଣିବାରେ ଏହା ସାହାଯ୍ୟ କରିଥିଲା। କୋଉଟା? ଏ ଗ୍ରୀକ ଆକ୍ରମଣ ରାଜନୈତିକ ଏକତା ଆଣିବାରେ ସାହାଯ୍ୟ କରିଥିଲା। ଆଗରୁ ରାଜନୈତିକ ଏକତା ଥିଲା। ରାଜାମାନଙ୍କ ମଧ୍ୟରେ ପରସ୍ପର ମଧ୍ୟରେ କଣ ହଉଥିଲା ନା କଳହ ସୃଷ୍ଟି ହଉଥିଲା। ସେମାନେ ପରସ୍ପର ମଧ୍ୟରେ ହିଂସାର ବଶବର୍ତ୍ତୀ ହଉଥିଲେ। ସେମାନଙ୍କ ମଧ୍ୟରେ କଣ ଥିଲା? ସବୁବେଳେ ସମୟ ବ୍ୟର୍ଥ କରୁଥିଲେ ଏହି କଳହ ହିଂସା କରିବାରେ। ହେଲେ ଏଇ ଗ୍ରୀକ ଏହାର ସୁଯୋଗ ନେଇ ବୈଦେଶିକ ଆକ୍ରମଣରେ ଅତି ଅସହଜରେ ସେମାନେ କଣ କରୁଥିଲେ ନା ଏହି ଛୋଟ ଛୋଟ ରାଜ୍ୟ ଗୁଡ଼ିକ ନିଜ ଅକ୍ତିଆରକୁ ଆଣିପାରୁଥିଲେ। ହେଲେ ଏହି ଗ୍ରୀକ ଆକ୍ରମଣ ପରେ ଏହା ଭାରତରେ ଏମାନେ ବୁଝିପାରି ରାଜନୈତିକ କ୍ଷେତ୍ରରେ ଏହାର ପ୍ରଭାବ ପଡ଼ିଥିଲା। ରାଜନୈତିକ କ୍ଷେତ୍ରରେ ଏମାନେ ଜାଣିପାରିଥିଲେ ଯେ ଏକତାର ଅଭାବରୁ ଏ ସମସ୍ତ ହେଇପାରୁଛି ବୋଲି। ତେଣୁ ରାଜନୈତିକ କ୍ଷେତ୍ରରେ ଏକତା ଆଣିବାରେ ଏହା ସାହାଯ୍ୟ କରିଥିଲା। କୋଉଟା? ଏଇ ଗ୍ରୀକ ଆକ୍ରମଣ। ତାପରେ ଏହି ଗ୍ରୀକ ଆକ୍ରମଣ ପରେ ଭାରତରେ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ଗଠନ ହେବା ସମ୍ଭବ ହୋଇପାରିଥିଲା। ତାପରେ ସାଧାରଣତଃ ଭାବେ ମୌର୍ଯ୍ୟ ମାନେ କଣ କରିଥିଲେ? ଭାରତରେ ପରଥିଲେ ପିଲାମାନେ ତୁମେ ପଢିବ ଯେ ମୌର୍ଯ୍ୟ ସାମ୍ରାଜ୍ୟ ଗଠନ ହେଇଥିଲା। ଏମିତି ଅଶୋକ ପଢିଲେ ସେଗୁଡାକ ସାଧାରଣତଃ ଭାବେ ଏହା ପରେ ଏ ଗ୍ରୀକ ଆକ୍ରମଣ ପରେ ଏକତାର ଆସିଥିଲା। ଆଉ ଏକତା ଆସିବା ପରେ ସାଧାରଣତଃ ଭାବେ ବିରାଟ ମୌର୍ଯ୍ୟ ସାମ୍ରାଜ୍ୟ ଏକ ବିଶାଳ ମୌର୍ଯ୍ୟ ସାମ୍ରାଜ୍ୟ ଗଠନ ହେବାରେ ସମ୍ଭବ ହେଇପାରିଥିଲା। କୋଉଥିରେ? ଏଇ ନମ୍ବରରେ ସାଧାରଣତଃ ଭାବେ କଣ ଅଛି ଦେଖ, ଏହି ଆକ୍ରମଣ ଦ୍ୱାରା ଭାରତ ଓ ୟୁରୋପ ମଧ୍ୟରେ ବାଣିଜ୍ୟ ପ୍ରସାର ହେଇପାରିଲା। କୋଉଠି? ଭାରତ ଓ ୟୁରୋପ ମଧ୍ୟରେ ବାଣିଜ୍ୟ ପ୍ରସାର ହେଇପାରିଲା। କାହାର? ଏ ଗ୍ରୀକ ଆକ୍ରମଣ ପରେ ଭାରତ ଓ ୟୁରୋପ ଏ ଦୁଇ ଦେଶ ମଧ୍ୟରେ ସାଧାରଣତଃ ଭାବେ କଣ ହେଲା? ଏ ବାଣିଜ୍ୟର ପ୍ରସାର ହେଇପାରିଲା। ବାଣିଜ୍ୟ କ୍ଷେତ୍ରରେ ସେମାନେ ବହୁତ ଆଗ ସମ୍ପର୍କ ସ୍ଥାପନ କଲେ। ସୁସମ୍ପର୍କ ବାଣିଜ୍ୟ ଆଗକୁ ଯାଇପାରିଲା। 3 ନମ୍ବରରେ ତିନି ନମ୍ବରରେ ଦେଖିବା ଭାରତ ଓ ଗ୍ରୀକ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ମଧ୍ୟ ସ୍ଥାପିତ ହୋଇପାରିଲା। ସଂସ୍କୃତି କ୍ଷେତ୍ରରେ ମଧ୍ୟ ଅନେକ ସୁସମ୍ପର୍କ ସ୍ଥାପିତ ହେଇପାରିଲା। ଦୁହିଁଙ୍କର ସାଂସ୍କୃତିକ ସମ୍ପର୍କ ସ୍ଥାପିତ ହୋଇଥିଲା। ଠିକ ଅଛି। ତାପରେ ଦେଖ ଏହି ଆକ୍ରମଣ ଫଳରେ କାହାର? ଏହି ଗ୍ରୀକ ଆକ୍ରମଣ ହେବା ଫଳରେ ସ୍ଥଳପଥ ସହିତ ଜଳପଥ ମଧ୍ୟ ଆବିଷ୍କୃତ ହେଲା। ପୂର୍ବରୁ କେବଳ ଗୋଟିଏ ସ୍ଥଳପଥରେ ହଉଥିଲା। ଏବେ ଅନେକ ସ୍ଥଳପଥ ଏବଂ ଜଳପଥର ଆବିଷ୍କୃତ ହୋଇପାରିଲା। ଯଦ୍ୱାରା କି କଣ ହେଲା? ବାଣିଜ୍ୟ କାରବାର ଅତି ସୁରୁଖୁରୁରେ ହେଇପାରିଲା ଆଉ ଆଗେଇ ବି ଥିଲା। ତେଣୁ ଏ ଜଳପଥ ଓ ସ୍ଥଳପଥ ଉଭୟ ପଥରେ ସାଧାରଣତଃ ଭାବେ ବାଣିଜ୍ୟ କାରବାର ଆଗକୁ
तापर देख भारत और ग्रीक कलार मिश्रण रे एक नूतन कलार सृष्टि हैला कौन भारत और ग्रीक दुही कलार मध्य एक नूतन कलार सृष्टि होइतिला जहाँकि आम साधारणतः भाव गांधार कला कही था कि कलार सृष्टि है भारत और ग्रीक कलार सम्मिश्रण रे गांधार कलार सृष्टि होइतिला मोट उपरे कहवाकू गले एई अलेक्जेंडर को आक्रमण द्वारा राज्य और पाश्चात्य देश मानक मध्यरे सुसंपर्क स्थापित होई पारिथिला राज्य देश और पाश्चात्य देश मध्यरे गोटे अति सुसंपर्क स्थापित होई वाणिज्य कला संस्कृति क्षेत्र रे गोटे संपर्क स्थापित हो पारिथिला आमे कोन कहिबा निश्चय सब क्षेत्र रे प्राच्य और पाश्चात्य संपर्क स्थापित हो पारिला कि तार प्रभावटा आम उपरे सुप्रभाव पड़िथिला ना कुप्रभाव पड़िथिला निश्चित भाव तार सुप्रभाव पड़िथिला और समस्त क्षेत्र रे कला संस्कृति क्षेत्र रे आम भारतीय माने बहुत आगे आज आम पढ़े सरला ताहेले एबे आमे केते मात्रा रे बुझी बहुत भल भाव रे बुझी दिबो पछे एबे आमे किछि प्रश्न प्रश्न ए गोटिए वाक्य रे उत्तर दियो कोन गोटिए वाक्य रे उत्तर दियो पारस्यर केउ राजा भारत आक्रमण करिथिले पारस्यर केउ राजा भारत आक्रमण करिथिले राष्ट्रीय विद्यालय पारस्यर केउ राजा प्रथम डेरायस राजा भारत आक्रमण करिथिले वेरी गुड पारस्यर राजा प्रथम डेरायस भारत आक्रमण करिथिले वेरी गुड सिट डाउन बढ़िया बहुत बढ़िया उत्तर नंबर ख फिलिप केउ राज्यर राजा थिले केउ राज्यर राजा थिले फिलिप मासिडोनिया राज्यर राजा थिले वेरी गुड फिलिप ग्रीस रो मासिडोनिया राज्यर राजा थिले बहुत बढ़िया उत्तर ग नंबर अलेक्जेंडर को शिक्षा गुरु किए थिले अलेक्जेंडर को शिक्षा गुरु किए थिले अलेक्जेंडर को शिक्षा गुरु किए थिले अलेक्जेंडरଙ୍କ शिक्षा गुरु अरिस्टलଙ୍କ थिले अरिस्टोटल के थिले अरिस्टोटल पढ़ाई जी बढ़िया भाव में उत्तर दे पारुछंती पिला माने ठीक अछि घ नंबर अलेक्जेंडर केउ नगर प्रतिष्ठा करिथिले अलेक्जेंडर अलेक्जेंड्रिया नामक एक नगर प्रतिष्ठा करिथिले नूतन भावे अलेक्जेंड्रिया नामक एक नगर प्रतिष्ठा करिथिले ठीक बढ़िया उत्तर अंबी केउ देशर राजा थिले अंबी केउ राज्यर राजा थिले अंबी भारतर उत्तर पश्चिम रे थिबा गांधार राज्यर राजधानी तक्षशिलार राजा थिले तक्षशिलार राजा थिले एते तक्षशिलार राजा थिले वेरी गुड तक्षशिलार राजा थिले ठीक अछि तो भारतीय माने पारस्य मानक ठारू केउ लिपि शिखिथिले खरस्टी लिपि शिखिथिले बढ़िया उत्तर दउछंती पिला माने भल भाबरे बुझी जाइछ बोधे अलेक्जेंडर केबे भारत अभिमुखे अभियान आरंभ करिथिले अलेक्जेंडर केबे 326 वेरी गुड ख्रीष्टपूर्व 326 रे साधारणतः भावे भारत अभिमुखे अभियान आरंभ करिथिले हाइडास्पेस युद्ध रे किए विजयी होइथिले अलेक्जेंडर वेरी गुड अलेक्जेंडर विजयी होइथिले अलेक्जेंडर केते वर्ष वयस रे मृत्युवरण करिथिले केते वर्ष होइथिला तांको 32 वर्ष वेरी गुड 32 वर्ष हाँ भारत और ग्रीक कलार मिश्रण रे केउ कला सृष्टि होइथिला गांधार कला बढ़िया वेरी गुड बढ़िया उत्तर गांधार कला सृष्टि होइथिला ठीक अछि एबे आमे 2 नंबर जीवा शून्य स्थान पूरण कर कोन बढ़िया उत्तर दैछ एबे भी बधे भल भाबरे कहि परिबा बोली म आशा करूची शून्य स्थान पूरण कर
ଡେରାୟସ୍ ଡେସ୍ ରେ ପାରସ୍ୟର ଶାସନ ଭାର ଗ୍ରହଣ କରିଥିଲେ। ଅପସନ ଅଛି ଚାରିଟା। ଖ୍ରୀଷ୍ଟପୂର୍ବ 522 522 ଭେରି ଗୁଡ୍ ବଢିଆ ଉତ୍ତର 522 ଖ୍ରୀଷ୍ଟପୂର୍ବ 522 ରେ ଡେରାୟସ୍ ପାରସ୍ୟର ଶାସନ ଭାର ଗ୍ରହଣ କରିଥିଲେ। ବହୁତ ବଢିଆ ଉତ୍ତର ଠିକ ଅଛି ପିଲାମାନେ। ନମ୍ବର ଖ 20 ବର୍ଷ ଭେରି ଗୁଡ୍ 20 ବର୍ଷ ବଢିଆ ଉତ୍ତର 20 ବର୍ଷ ବୟସରେ ସେ କଣ କରିଥିଲେ? ଅଛି ନମ୍ବର ଗ ତକ୍ଷଶିଳା ଡେସ୍ ରାଜ୍ୟର ରାଜଧାନୀ ଥିଲା। ଗାନ୍ଧାର 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 ଠିକ ଅଛି। ଗାନ୍ଧାରର ରାଜଧାନୀ ଥିଲା କୋଉଟା? ତକ୍ଷଶିଳା। ଠିକ ଅଛି। ପୁରୁ କେଉଁ ବଂଶର ରାଜା ଥିଲେ? ପୌରବ ପୌରବ ଭେରି ଗୁଡ୍ ପୌରବ 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 ବଂଶର ରାଜା ଥିଲେ। ଠିକ ଅଛି। ପୁରୁ ପୌରବ ବଂଶର ରାଜା ଥିଲେ। ଆଲେକ୍ଜାଣ୍ଡାର ଡେସ୍ ଠାରେ ଜ୍ୱରରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କଲେ। ବାବିଲୋନ ଭେରି ଗୁଡ୍ ବଢିଆ ଉତ୍ତର ଦେଇଛ ପିଲାମାନେ। ବହୁତ ଭଲ ଭାବରେ ବୁଝି ଯାଇଛ ବୋଧେ। ମୁଁ ଆଶା କରୁଛି ଆହୁରି ଭଲ ଭାବରେ ଉତ୍ତର ଦେବ। ଏଇଟା ବି ଠିକ ଅଛି। ଦେଖ ସମସ୍ତଙ୍କୁ ଗୋଟେ ଗୃହ କାର୍ଯ୍ୟ ଦିଆଯାଉଛି। ଦେଖ ଏହାକୁ ସମସ୍ତେ ଘରେ କରିବ। ଏସିଆର ମାନଚିତ୍ର ଦେଖି ପ୍ରାଚୀନ ପାରସ୍ୟ ଦେଶ ଚିହ୍ନଟ କର ଏବଂ ପାରସ୍ୟ ମାନେ ଭାରତରେ ବିସ୍ତାର କରିଥିବା ସାମ୍ରାଜ୍ୟକୁ ମଧ୍ୟ ଚିହ୍ନିତ କର। ସମସ୍ତେ ଗୋଟେ ଗୋଟେ ଏସିଆ ମାନଚିତ୍ର ଅଙ୍କନ କରି ସେଥିରେ ଏହି ଏସିଆର ପ୍ରାଚୀନ ଦେଶ ଯୋଉଟା କି କଣ ପ୍ରାଚୀନ ପାରସ୍ୟ କୋଉଟା ଥିଲା? ଆଜିର ଇରାନ। ସେଇଟାକୁ ଚିହ୍ନିତ କରିବ। ତା ସହିତ ଭାରତରେ ସେମାନେ କେଉଁ କେଉଁ ଦେଶକୁ ସାମ୍ରାଜ୍ୟ ବିସ୍ତାର କରିଥିଲେ? କୋଉଟାକୁ କରିଥିଲେ? ପଞ୍ଜାବ, ସିନ୍ଧୁ ପ୍ରଦେଶ, ସିନ୍ଧୁ ନଦୀ ସେ ଅଞ୍ଚଳକୁ ଯୋଉଟା କି ଏବେ ସେ ପାକିସ୍ତାନରେ ଅଛି କହିଛି ସେଇଟାକୁ ମଧ୍ୟ ତମେ କଣ କରିବ? ଚିହ୍ନିତ କରିବ। ଠିକ ଅଛି। ଆଜି ଏତିକିରେ ରହୁଛି।